ଛାନିଆ ଆମେ ସବୁ ଉଠିକି ଆସିକି ଦେଖିଲୁ ପିଲା ଘର ରଖିକିରି ଏମିତି ଆମେ ଶୋଇଥିବୁ ଆମକୁ ଯୋଉ ଘର ଦେଇଛି କଣ ଆମର ସେଫ୍ଟି ଆମେ ବରଂ ସାଲିଆ ସାଇଡ୍ ଥିଲୁ ଆମର ଠିକ ଘର ଥିଲା ବର୍ତ୍ତମାନ ଏଠି ଆମେ ସୁରକ୍ଷିତ ନାହୁଁ ବର୍ତ୍ତମାନ ଲାଟ୍ରିନ୍ ପାଇପ୍ ଚୌକ ହେଇକି ପାଣି ଗଳୁଛି ଗାଧୁଛି ତାପରେ ଏବାଟେ ଆମର ଏଇଠି ରୋଷେଇ କରୁଛୁ ଏଇଗୁଡାକରୁ ପାଣି ଏମିତି ଖସୁଛି ଆମେ ରୋଷେଇ ବି କରିକିରି ପାଣି ମାନେ ଜିନିଷରେ ସବୁ ପଡୁଛି ଅସଣା ପାଣି ସବୁବେଳେ ଏନ୍ ଟାଇମ୍ ହେଇକି ଛାତ ବି ସବୁ ଶିଉଳି ମାରିଗଲାଣି ମାନେ ଆମେ କେମିତି ମାନେ ଆମେ ଘର କିଣିଲୁ 2.5 ବର୍ଷ କିନ୍ତୁ ଆମେ ରହିନୁ ଏବେ 6 ମାସ ହେଲା ଭାଙ୍ଗିଲେ ଆମେ ଆସିକି ରହିଲୁ ଯଦି ରହିଲୁ ତାହେଲେ ଆମେ ତାହେଲେ କେମିତି ଆମେ 6 ମାସରେ ଆସିକି ରହୁ ଏତେ ପ୍ରୋବ୍ଲେମ ଦେଖେଇଲାଣି ତାହେଲେ ଆମେ ତାହେଲେ ଭବିଷ୍ୟତରେ କେମିତି ରହିବୁ କିନ୍ତୁ ଭବିଷ୍ୟତ ପାଇଁ ଆମେ ସୁରକ୍ଷିତ ନୁହଁ ଆମ ପିଲା ସ୍ୱାମୀ ଧରିକି ଆମେ କେମିତି ଘର କରିବା ଯଦି ତାଙ୍କର ପିଲା କାହାର ସିନା କ୍ଷତି ହେଇନି ଶୋଇଲା ଅବସ୍ଥାରେ ଯଦି ପଡିଥାନ୍ତା କଣ ହେଇଥାନ୍ତା ଆମର ଗଭର୍ଣ୍ଣମେଣ୍ଟ କି ଘର କରିକି ଆମକୁ ଦେଇଛି ଦାବି କରୁଛୁ ଘର ଭଲରେ ଆମକୁ ଆଉଥରେ ରିପାରିଂ କରିକି ଦଉ ଯାହା ଯେମିତି କରିକି କେମିତି କଣ କରିକି ଥଇଥାନ ଆମକୁ କରୁ ଆମ ଘର ଭାଙ୍ଗିଦେଲେ ଆମେ ବହୁ ଅଶାନ୍ତି କିନ୍ତୁ ଏଠି ଘର କରିକି ଆମକୁ ସୁବିଧାରେ ଆମେ କିଛି ନାହୁଁ ଏତେ ଉପରକୁ ଯିବା ଆସିବା କରୁଛୁ ସବୁଟା ହଇରାଣ କିନ୍ତୁ ପାଣି ଗଳୁଛି ଛାତ କଷୁଛି ତାପରେ ଏଇଠି ଲାଟ୍ରିନ୍ ବାଥରୁମ ଚୌକ ହେଲାଣି ସବୁଥରେ ଶିଉଳି ମାରିଗଲାଣି କାନ୍ଥ ଫାନ୍ଥ ସବୁ ଇଏ ନାହିଁ କହିଲେ ବି କେହି ଶୁଣୁନାହାନ୍ତି ମାନେ ଆମକୁ ଆଣିକି ଏଠି ଫୋପାଡ଼ି ଦେଇକି ଗଲା ଭଳିଆ ଗଲା ଆମର କିଛି ସୁରକ୍ଷିତ ଆମର ନାହିଁ ଆମକୁ ଘର ଦେଲା କିନ୍ତୁ ଆମକୁ କିଛି ମାନେ ବାଗ କରିନି ଆମକୁ ଯେମିତି ସେଠୁ ଭଲ ଆମେ ତଳ ଘର ଥିଲୁ ସବୁ ଭଲ ଥିଲା ଆଜବେଷ୍ଟ ଘର ହଉ ପଛେ ଆମେ ଠିକରେ ଥିଲୁ କିନ୍ତୁ ଏଠି ଛାତ ଘରେ ଆମେ କିଛି ସୁରକ୍ଷିତ